ଭାବୁଛୁ କ'ଣ ପାଇଁ ମାନେ ଏଇ ଯେ ଶିବ କ'ଣ ପାଇଁ ତ୍ରିଶୂଳ ଆଉ ତା ବେକରେ ସାପ ଆଉ ସେ ଡମ୍ବରୁ କ'ଣ ପାଇଁ ଧରିଥାଏ? ଶିବ ହେଉଛି ତାକୁ ମହାଜ୍ଞାନୀ କୁହାଯାଏ, ଆଦିଯୋଗୀ। ଶିବ ହେଉଛି ଆଦିଯୋଗୀ, ମାନେ ସେଟା ବହୁତ ବଡ଼ ଯୋଗୀ ଥିଲା ସିଏ। ଆମେ ଯେମିତି ଯୋଗ କରୁନେ ସେ ଯୋଗ କରୁଥିଲା, ସେଥିପାଇଁ ତାକୁ ଆଦିଯୋଗୀ ବୋଲି କୁହାଯାଏ, ମହାଯୋଗୀ। ତାର ତ୍ରିଶୂଳ ଗୋଟେ ଧରିଛି। ସେ ସାଧନା କରିକି ବାତ ପିତ୍ତ କଫ ଏଇ ତିନିଟା ଜିନିଷକୁ ସେ କଣ୍ଟ୍ରୋଲ ନିଜ ଆୟତ ରଖୁଥିଲା। କାହାରିକି ମାରିବା ପାଇଁ ଏଇଟା ସିମ୍ବଲ। ସେ ଗୋଟେ ଯେତେବେଳେ ସେ ବାତ ପିତ୍ତ କଫ ଆମ ଶରୀରରେ ଯଦି ଡିସବାଲାନ୍ସ ହେଇଯିବ ଗୋଟେ ଲୋକ ରୋଗ ହେବ। ମଣିଷ ଶରୀରରେ ରୋଗ ହେବାର ତିନିଟି ମୁଖ୍ୟ କାରଣ: ବାତ ପିତ୍ତ କଫ। ଏଇଟା ଡିସ୍କସ୍ ପୁରା ଡିଟେଲ୍ସ ପଛରେ ଆଉ କହିବି। ଏବେ ଜାଣିତେ ସେତିକି ଆମ ଶରୀରରେ ଯେତେ ସବୁ ରୋଗର କାରଣ ଏଇ ତିନିଟା ଜିନିଷ: ଗୋଟେ ବାତ ବାୟୁ ଜିନିଷ, ଗୋଟେ ପିତ୍ତ ଆଉ ଗୋଟେ କଫ। ଯଦି କାହାର ପିତ୍ତ ଅଧିକ ହେଲା ହେଲେ ବି ରୋଗ ହେବ, କମିଗଲେ ବି ରୋଗ ହେବ। ଆଉ ଗୋଟେ ବାତ ବି ବାୟୁ ଇଏ ଯଦି ଆମ ଶରୀର ଠିକ୍ ସେ ଚଳପ୍ରଚଳ ନ କଲା ସେତେ ବି ଅସୁବିଧା ଅଛି, ଅଧିକ ହେଲେ ବି ଅସୁବିଧା ଅଛି। ତେଣୁ ଏ ତିନିଟା ଜିନିଷକୁ ଯିଏ କଣ୍ଟ୍ରୋଲ୍ କରୁଛି ତାକୁ ସେଥିପାଇଁ ସିଏ ନିଜ ଆୟତ୍ତ ରଖିଥିଲା, ତାକୁ ସେଥିପାଇଁ ତା'ର ତିନିଟା ତ୍ରିଶୂଳ ଧରିଥାଏ। ଆଉ ଡମ୍ବରୁ ଏଇଥିପାଇଁ ବଜାଏ, ଏମିତି ଡବ 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 କରେନା ଡମ୍ବରୁଟା ବଜାଏ କ'ଣ ପାଇଁ କହନା? ଯେତେ ଆମେ ଅନାହତ ଧ୍ୱନି ଗୋଟେ ଶବ୍ଦ ଶୁଭାଯାଏ, ଆମ ଭିତରେ ଗୋଟେ ଶବ୍ଦ ଶୁଭେ, ସେମାନେ ଯେତେ ଗୁଡ଼ା ଶୁଣିଥିବୁ ବହିରେ ପଢ଼ିଥିବୁ, ପଢ଼ିଛୁ ନା ନାହିଁ ସେଟା? ଅନାହତ ଧ୍ୱନି କେମିତି ଶବ୍ଦ ଏ ସବୁବେଳେ ଚାଲିଥାଏ 24 ଘଣ୍ଟା ଡମ 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 ଡମ। ସେ ଯଦି ଅନାହତ ଯଦି ଉଠିବ, ଆମ ଦେହରେ ଗୋଟେ ଶକ୍ତି ଅଛି, କୁଣ୍ଡଳିନୀ ଶକ୍ତି ଶୋଇକି ଅଛି ଏଇ ବାଟେ ଆମ ଏଇ ତଳରୁ ଏଇପଟେ ମେରୁଦଣ୍ଡରୁ ଉପରକୁ ଆସିକି ଏଇଠି ଯାଇ ଜାଗ୍ରତ ହୁଏ। ଯେତେ ଶୋଇକି ଉଠୁଥିବ ଏମିତି ହେଇକି କୁଣ୍ଡଳିନୀ ଘୁରି ଅଛି, ସେଥିପାଇଁ ତା ଏଇଠି ଯାଇ ତା ଫଣାଟା ଏମିତି ଯାଇଛି, ଏଇଠି ଅଛି ଆଜ୍ଞା ଭିତରେ। ସେଇଟା କୁଣ୍ଡଳିନୀ ଶକ୍ତି ଜାଗ୍ରତ ହେଲେ ତାର ଜାଗ୍ରତ ଥିଲା ଅଛି, ସିଏ କରିଥିଲା, ସେଥିପାଇଁ ତାର ସାପଟାକୁ ଏମିତି କରି ଦେଖିଛି, ଫଣା କରିଛି। ଯେତେବେଳେ ସେ ଡମ୍ବୁର ଶବ୍ଦ ଶୁଣିଛି ସିଏ ଇଏ କରିଛି, ଡମ୍ବରୁ ତାର ଅନାହତ ଧ୍ୱନି ବାଜେ, ସେ ତା କୁଣ୍ଡଳିନୀ ଶକ୍ତି ଜାଗ୍ରତ ହୁଏ। ଆଉ ସିଏ ସବୁବେଳେ କେଉଁଠି ଥାଏ? ହିମାଳୟରେ। କେଉଁଠି? ସବୁଠୁ ଉଚ୍ଚାରେ ମାନେ ପାହାଡ଼ର ଉପରେ ପୁରା ଶିଖରରେ। ଏଟା ଆମ କପାଳ କହନ୍ତି, ଏଟା କ'ଣ କହନ୍ତି? ମୁଣ୍ଡ ବା କପାଳ କହନ୍ତି। ଏଟା ହେଉଛି ସବୁଠୁ ଆମ ଶରୀରର ଉଚ୍ଚ ସ୍ଥାନ। ଆମର 3ଟା ଚକ୍ର ଅଛି, ଗୋଟେ ମୂଳାଧାର ଅଛି ନା ନାଇଁ, ଆଉ ଗୋଟେ କ'ଣ ଅଛି? ସ୍ୱାଦିଷ୍ଠାନ, ମଣିପୁର। ଏଇ 3ଟା ଚକ୍ର। ଏଟା ହେଉଛି ସଂସାର ଚକ୍ର। 3ଟା ଚକ୍ର ଯିଏ ଖାଇବା ପିଇବା ବଞ୍ଚିବା, ଏଟା ହେଉଛି ବଞ୍ଚନ୍ତି ଖାଇ ପିଇକି ଇଏ କରନ୍ତି, ହେଲା ତାଙ୍କର ଆଉ କିଛି ନାହିଁ। ବଂଶ ବିସ୍ତାର କରି ଯିଏ ପଶୁମାନେ ସେ ମଣିଷ ଗୁଡ଼ା ପଶୁ ସହିତ ସମାନ, ଯିଏ ଖାଲି ଖାଇବ ପିଇବ। ଆଉ ଗୋଟେ ତା ଉପରକୁ ଅଛି ହୃଦୟ ଚକ୍ର। କ'ଣ ଚକ୍ର ଅଛି? ହୃଦୟ ଚକ୍ର। ତାର ହୃଦୟ ଫିଟିଯାଏ। ସେମିତି ଯେତେ ସବୁ ଚକ୍ର ଅଛି, ଏଇଟା ବିଶୁଦ୍ଧ ଚକ୍ର। ଏଇଠି ବିଶୁଦ୍ଧ ଚକ୍ର। ସେଥିପାଇଁ ଶିବର ତା ଗଳା ଦେଖିବ ସବୁଜ ଦେଖାଯାଇଥାଏ। ଏଇଠି ଏଇଠି ସବୁଜ ହେଇଥାଏ। କାହିଁକି? ସେ ବିଷ ପିଇକି ହଜମ କରିଦିଏ, ସେଥିପାଇଁ କହନ୍ତି ତାକୁ ନୀଳକଣ୍ଠ ବୋଲି ମଧ୍ୟ କୁହାଯାଏ। କ'ଣ କୁହାଯାଏ? ନୀଳକଣ୍ଠ। କାହିଁକି? ଯେତେବେଳେ ଗୋଟେ ଲୋକ ବହୁତ ରାଗିଯାଏ, ସେଇ ସମୟରେ ଯଦି ଭାତ ଖାଇବ କି ପାଣି ପିଇବ, ଆମ ମୁହଁରେ ବିଷ ତିଆରି ହୁଏ, ଆମ ମୁହଁରେ ହିଁ ଅମୃତ ସୃଷ୍ଟି ହୁଏ। ଯେତେବେଳେ ତୁ ଗୋଟେ ରାଗି ଯାଇଥିବୁ, ଦେହରେ ରାଗିକି ସେ ଛେପ ଗୁଡ଼ାକୁ ଯଦି କୌଣସି ବିଲେଇ କି ୟାକୁ ଗୋଟେ ଖାଇବାକୁ ମିଶିକି ଦେଇଦେ, ସେ ବିଲେଇଟା ମରିଯିବ କି ମୂଷାଟା ମରିଯିବ। ଏତେ ବିଷ ଆମ ଦେହରେ ଅଛି। ଆଉ ଯଦି ଖୁସି ଥିବ ସେଇ ସମୟରେ ସେଇ ଛେପ ଗୁଡ଼ାକ ଆଉ ଗୋଟେ ପାଖକୁ ଦେଇଦେବ, ସେଟା ପାତ୍ର ଗୋଳେଇ ଦେଇଦେବ, ସେ ବି ଭଲ ଲାଗିବ। ଏଇଟା ପରୀକ୍ଷା କରାଯାଇଛି। ଯେତେ ରାଗିଥିବ, ସେଥିପାଇଁ କିଛି ସମୟରେ କିଛି ଖାଇବନି କି ପାଣି ପିଇବନି। ପିଇଲେ ସେ ବିଷଟା ଆମ ଦେହ ଭିତରକୁ ଚାଲିଯାଏ। ଏଇଠି ହିଁ ବିଷ ସୃଷ୍ଟି ହୁଏ ମୁହଁରେ, ଏଇଠି ହିଁ ଅମୃତ ସୃଷ୍ଟି ହୁଏ। ଏଇଠି ହିଁ ବିଷ ଅଛି, ଏଇଠି ହିଁ ଅମୃତ ଅଛି। ସେଥିପାଇଁ ସେ ପାହାଡ଼ର ସବୁବେଳେ ଉପରେ ରହୁଥିଲେ। କେଉଁଠି? ଶିବ ହିମାଳୟ। ଏଟା ହେଉଛି ସେଇ ହିମାଳୟଟା, ଏଇଟା ଶରୀରକୁ ସେଇଟାକୁ ଏଇଠି ଆଜ୍ଞା ଚକ୍ରରୁ ଉର୍ଦ୍ଧ୍ୱକୁ ସଂସାର ତଳକୁ ରହିଲା, ସଂସାର ଉପରେ ସବୁବେଳେ ଏଇଠି ରହୁଥିଲେ। ସେଥିପାଇଁ ସିଏ ସବୁବେଳେ କ'ଣ କହନ୍ତି, ସେ ଗଞ୍ଜେଇ ପିଉଥିଲା। ସେ ଗଞ୍ଜେଇ ପିଉନଥିଲା, ସେ ପ୍ରଣବ କରୁଥିଲା। କ'ଣ କରୁଥିଲା? ପ୍ରଣବ ଉଚ୍ଚାରଣ କରିକି ଅନାହତ ଧ୍ୱନିକୁ ସେ ଶୁଣିକି
ସେ ପୁରା ଆନନ୍ଦରେ ଖୁସିରେ ନାଚି କରୁଥିଲା କହୁଥିଲା ଆଉ ସଂସାର ଦୁଃଖ ତାକୁ କିଛି ସ୍ପର୍ଶ କରିପାରୁନଥିଲା। ବୁଝିପାରିଲ? ଆଉ ପରେ ଭଲ କି ଗୋଟେ ବୁଝେଇ କହିବି ହେଲା।